नमस्कार दर्शक बंधु। जय जगन्नाथ। दर्शक बंधु, चलित वर्ष धनु संक्रांति डिसेम्बर 16 तारिख रे पड़ुची। एही दिन धनु राशि रे सूर्य प्रवेश करिथांती। तेणु पौष मासर एही प्रथम दिनटिकु धनु संक्रांति कुहाଯାଏ। ଏହି ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଇଥାଏ। ଏହା ବ୍ୟତୀତ ବଡ଼ ଠାକୁରଙ୍କ ପାଖରେ ମୁଆଁ ଭୋଗ ଏବଂ ପହିଲି ଭୋଗ ଏହି ଦିନଠାରୁ ଅର୍ପଣ କରାଯାଇଥାଏ। ଏହି ଧନୁ ସଂକ୍ରାନ୍ତିରେ ନୂଆ ଫସଲ ଅମଳ ହୋଇସାରିଥିବାରୁ ଏହି ନୂଆ ଫସଲରୁ ପ୍ରସ୍ତୁତ ମୁଆଁ ଭୋଗରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ। ଏହି ଦିନଠାରୁ ଧନୁଯାତ୍ରା ମଧ୍ୟ ଆରମ୍ଭ ହୋଇଥାଏ। ତେଣୁ ବନ୍ଧୁଗଣ, ଚାଲନ୍ତୁ ଜାଣିବା ଧନୁ ସଂକ୍ରାନ୍ତିର ବିଶେଷତ୍ୱ କ'ଣ ରହିଛି ଏବଂ ପହିଲି ଭୋଗ କ'ଣ। ତେବେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ସନାତନ ଧର୍ମରେ ଧନୁ ସଂକ୍ରାନ୍ତିର ବିଶେଷ ମହତ୍ୱ ରହିଛି। ଏହି ଧନୁ ସଂକ୍ରାନ୍ତିରେ ସୂର୍ଯ୍ୟଦେବ ବିଛା ରାଶିରୁ ଧନୁ ରାଶିକୁ ଗୋଚର କରିଥାନ୍ତି। ଏହି ଦିନଠାରୁ ଖର ମାସର ଆରମ୍ଭ ହୋଇଥାଏ। ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଏହି ଗୋଟିଏ ମାସକୁ ଖର ମାସ କୁହାଯାଇଥାଏ। ଏହି ମାସରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ। ତେବେ ଏହି ଧନୁ ସଂକ୍ରାନ୍ତି ଦିନଟି ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ବ୍ୟାଧି ଦୂର ହେବା ସହିତ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ଧନୁ ସଂକ୍ରାନ୍ତିରେ ଧନୁ ମୁଆଁ ଭୋଗ ଲଗାଯାଏ। ମୁଢ଼ି ମୁଆଁ, ଚୁଡ଼ା ମୁଆଁ, ଖଇ ମୁଆଁ ଏହିସବୁ ମୁଆଁକୁ ଭୋଗ ଭାବରେ ଲଗାଯାଇଥାଏ। ଆମ ଓଡ଼ିଶା ପରମ୍ପରା ଅନୁଯାୟୀ ଧନୁ ସଂକ୍ରାନ୍ତି ଠାରୁ ଧନୁ ମୁଆଁ ଖାଇବା ଏବଂ ଅନ୍ୟମାନଙ୍କୁ ଖୁଆଇବାର ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସିଛି। ଆମ ଓଡ଼ିଶାର ପୁରପଲ୍ଲୀରେ ଏବଂ ପ୍ରତ୍ୟେକ ମନ୍ଦିରରେ ଏହି ଦିନ ଠାକୁରଙ୍କ ପାଖରେ ମୁଆଁ ଭୋଗ ଲାଗି କରାଯାଇଥାଏ। ତେବେ ଏହି ଦିନଟି ବିଶେଷ କରି ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥିବାରୁ ଏହି ଦିନ ସୂର୍ଯ୍ୟଦେବଙ୍କ ନିକଟରେ ମୁଆଁ ଭୋଗ ଅର୍ପଣ କରି ପୂଜା କରାଯାଇଥାଏ। ବନ୍ଧୁଗଣ, ଏହି ଧନୁ ସଂକ୍ରାନ୍ତି ଦିନଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପହିଲି ଭୋଗ ଅର୍ପଣର ଶୁଭାରମ୍ଭ ହୋଇଥାଏ। ତେବେ ଏହି ପହିଲି ଭୋଗର ମଧ୍ୟ ଏକ ପୁରୁଣା କିମ୍ବଦନ୍ତୀ ଶୁଣିବାକୁ ମିଳେ। ଏହି ପହିଲି ଭୋଗ ମହାପ୍ରଭୁଙ୍କ ପାଖରେ କାଉ କା ଡାକ ରାବିବା ପୂର୍ବରୁ ଲଗାଯାଇଥାଏ। କିମ୍ବଦନ୍ତୀ ଅନୁସାରେ ମା ଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି 1 ମାସ ପର୍ଯ୍ୟନ୍ତ ତାଙ୍କ ପୈତୃକ ଘରକୁ ଯାଇଥାନ୍ତି। ତେଣୁ ଏହି 1 ମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନିକଟରେ ଗୋପାଳ ବଲ୍ଲଭ ପରେ ପହିଲି ଭୋଗର ନୀତି ଅନୁଷ୍ଠିତ ହୋଇଥାଏ। ଏହା ମଧ୍ୟ କିମ୍ବଦନ୍ତୀ ରହିଛି କି ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ଅନେକ ପ୍ରକାର ପିଠା ଖୁଆଇବା ସ୍ମୃତିରେ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ନୀତି ପାଳିତ ହୋଇଥାଏ। ଏହି ପହିଲି ଭୋଗରେ 24 ପ୍ରକାର ପିଠା ପ୍ରସ୍ତୁତ କରି ଭୋଗ ଲାଗି ହୋଇଥାଏ। ବନ୍ଧୁଗଣ, ଏହି ଭୋଗ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଲଗାଯାଇଥାଏ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଧନୁ ସଂକ୍ରାନ୍ତି ଦିନ କ'ଣ କରିବା ଦ୍ୱାରା ଅତ୍ୟନ୍ତ ପୁଣ୍ୟ ଫଳ ପ୍ରାପ୍ତ ହେବ ଏବଂ କ'ଣ କରିବା ଉଚିତ ନୁହେଁ। ଦର୍ଶକ ବନ୍ଧୁ, ଧନୁ ସଂକ୍ରାନ୍ତି ଡିସେମ୍ବର 16 ତାରିଖ ଦିନ ପଡ଼ୁଅଛି। ଏହି ଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ନଦୀରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ବ୍ୟାଧିରୁ ମୁକ୍ତ ହେବା ସହିତ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଏହି ଦିନ ସୂର୍ଯ୍ୟୋଦୟ ପରେ ସକାଳ 6ଟା 59 ଅପରାହ୍ନ 1ଟା 23 ପର୍ଯ୍ୟନ୍ତ ଧନୁ ସଂକ୍ରାନ୍ତିର ବିଶିଷ୍ଟ ପୁଣ୍ୟକାଳ ରହୁଛି। ଏହି ସମୟରେ ଆପଣ ଯାହା ବି ଦାନ ଧର୍ମ, ତପଜପ, ପୂଜାପାଠ କରିବେ ତାହାର ଅକ୍ଷୟ ପୁଣ୍ୟ ଫଳ ଆପଣମାନଙ୍କୁ ମିଳିବ। ଏହି ଦିନ ଆପଣ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ତୁଳସୀ ଜଳରେ ଅର୍ଘ୍ୟ ପ୍ରଦାନ କରନ୍ତୁ ଏବଂ ଧନୁ ମୁଆଁ ଭୋଗ ଲଗାନ୍ତୁ। ଏହି ଦିନ ଗାଈକୁ ଗୁଡ଼ ଚଣା ଏବଂ ମୁଆଁ ଖାଇବାକୁ ଦିଅନ୍ତୁ। ଗାଈକୁ ଆମ ହିନ୍ଦୁ ଧର୍ମରେ ଗୋମାତା କୁହାଯାଉଥିବାରୁ କେବଳ ଏହି ଦିନ ନୁହେଁ, ସବୁଦିନ କିଛି କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏପରି କରିବା ଅତ୍ୟନ୍ତ ଶୁଭପ୍ରଦ ବୋଲି ମାନାଯାଇଥାଏ। ଏହି ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଗାୟତ୍ରୀ ମନ୍ତ୍ର
108 ଥର ପାଠ କରିବା ଦ୍ୱାରା ଅତ୍ୟନ୍ତ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ତେବେ ବନ୍ଧୁଗଣ, ଏହି ଦିନ ପାଣି କଖାରୁ ଏବଂ ବୋଇତାଳୁ ବା କଖାରୁ ସେବନ କରନ୍ତୁ ନାହିଁ। ଦର୍ଶକ ବନ୍ଧୁ, ଏହି ଦିନ ଆପଣ ସକାଳୁ ଉଠି ସ୍ନାନ କର୍ମ ସାରି ଘରର ଠାକୁର ଏବଂ ମା ବୃନ୍ଦାବତୀଙ୍କ ପାଖରେ ଧନୁ ମୁଆଁକୁ ଭୋଗ ଲଗାଇ ସାରିବା ପରେ ମୁଆଁକୁ ଘରେ ସମସ୍ତେ ପ୍ରସାଦ ଭାବରେ ସେବନ କରନ୍ତୁ। ବନ୍ଧୁଗଣ, ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଧନୁ ସଂକ୍ରାନ୍ତି ଏବଂ ପହିଲି ଭୋଗ ବିଷୟରେ କିଛି ତଥ୍ୟ ଜାଣିବାକୁ ପାଇଲେ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ତେବେ କମେଣ୍ଟରେ ଜୟ ଜଗନ୍ନାଥ ଲେଖି ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ଧନ୍ୟବାଦ।